ଏହା ହେଉଛି ସମାପ୍ତି ସୂଚକ ଆକଳନ 2025ର କାର୍ଯ୍ୟସୂଚୀ ଲିଖିତ ପରୀକ୍ଷା ପାଇଁ। ଆପଣ ଏହି ଟାଇମ୍ ଟେବୁଲଟିକୁ ଦେଖି ପରୀକ୍ଷା ନିମନ୍ତେ ସମସ୍ତ ତଥ୍ୟ ପାଇପାରିବେ। ଏଠାରେ ଆପଣ ଦେଖିନିଅନ୍ତୁ ଯେ ପ୍ରତିଦିନ ପରୀକ୍ଷା ହେବ ଏବଂ ପ୍ରତ୍ୟେକ ପରୀକ୍ଷା ପାଇଁ 2ଟି ବୈଠକ ରହିଛି। ପ୍ରଥମ ବୈଠକ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ବୈଠକ ସକାଳ 9:30ରୁ 11:30 ପର୍ଯ୍ୟନ୍ତ। ଆଉ ଗୋଟିଏ କଥା, ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ 1 ଘଣ୍ଟା 30 ମିନିଟ୍ ପରୀକ୍ଷା ଦେବେ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀମାନେ 2 ଘଣ୍ଟାର ପରୀକ୍ଷା ଦେବେ। ଆସନ୍ତୁ ଏବେ ଦେଖିନେବା କେଉଁ ଦିନ କେଉଁ ପରୀକ୍ଷା ଅଛି। ପ୍ରଥମରେ 17/3/2025 ସୋମବାର ଦିନ ପ୍ରଥମ ବୈଠକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନେ ମାତୃଭାଷାର ପରୀକ୍ଷା ଦେବେ। ଏହାପରେ ଦ୍ୱିତୀୟ ବୈଠକରେ କେବଳ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଇତିହାସ ପରୀକ୍ଷା ଦେବେ। ଏହାପରେ 18/3/2025 ମଙ୍ଗଳବାର ଦିନ। ଏହି ଦିନ ପ୍ରଥମ ବୈଠକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେବେ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେବେ। ଏହାପରେ ଦ୍ୱିତୀୟ ବୈଠକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପରୀକ୍ଷା ଦେବେ। ଏହାପରେ 19/3/2025 ବୁଧବାର ଦିନ ପ୍ରଥମ ବୈଠକରେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରିବେଶ ପରୀକ୍ଷା ଦେବେ ଏବଂ ତୃତୀୟ, ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରିବେଶ, ସାମାଜିକ ପାଠ ଓ ବିଜ୍ଞାନ ପରୀକ୍ଷା ଦେବେ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାମାଜିକ ପାଠ ଓ ବିଜ୍ଞାନ ପରୀକ୍ଷା ଦେବେ। ଏହାପରେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଜ୍ଞାନ ପରୀକ୍ଷା ଦେବେ। ପୁଣି ଦ୍ୱିତୀୟ ବୈଠକରେ କେବଳ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସଂସ୍କୃତ କିମ୍ବା ପାର୍ସି ପରୀକ୍ଷା ଦେବେ। ଏହାପରେ 20/3/2025 ଗୁରୁବାର ଦିନ ପ୍ରଥମ ବୈଠକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପରୀକ୍ଷା ଦେବେ। ଏହାପରେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭୂଗୋଳ ପରୀକ୍ଷା ଦେବେ। ଏହାପରେ 21/3/2025 ଶୁକ୍ରବାର ଦିନ ପ୍ରଥମ ବୈଠକରେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀମାନେ ଇଂରାଜୀ ପରୀକ୍ଷା ଦେବେ ଏବଂ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ଇଂରାଜୀ ପରୀକ୍ଷା ଦେବେ। ଏଠାରେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ଇଂରାଜୀ ବିଷୟ ନଥିବାରୁ ସେମାନେ ପରୀକ୍ଷା ଦେବେ ନାହିଁ। ପୁଣି ଦ୍ୱିତୀୟ ବୈଠକରେ ଷଷ୍ଠ, ସପ୍ତମ ଶ୍ରେଣୀମାନେ ହିନ୍ଦୀ ପରୀକ୍ଷା ଦେବେ ଏବଂ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଯେଉଁମାନେ ହିନ୍ଦୀ, ସଂସ୍କୃତ, ପାର୍ସି କିମ୍ବା ଓଡ଼ିଆ ନେଇଥିବେ ସେମାନେ ସେହି ପରୀକ୍ଷା କେବଳ ଦେଇପାରିବେ। ଏହା ଥିଲା ଆପଣଙ୍କର ଲିଖିତ ପରୀକ୍ଷାର ସମସ୍ତ କାର୍ଯ୍ୟସୂଚୀ। ଏହାପରେ ଆସନ୍ତୁ ଦେଖିନେବା ମୌଖିକ ପରୀକ୍ଷାର ଏହି ଟାଇମ୍ ଟେବୁଲଟିକୁ। ଏହି ମୌଖିକ ପରୀକ୍ଷାଟି 12/3/2025 ବୁଧବାର ଦିନ ହେବ ଏବଂ ମୌଖିକ ପରୀକ୍ଷାଟି କେବଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ହେବ। ଦେଖିନେବା ବୁଧବାର 12/3/2025 ତାରିଖ ଦିନ ମାତୃଭାଷା ପ୍ରଥମରୁ ପଞ୍ଚମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନେ ମୌଖିକ ପରୀକ୍ଷା ଦେବେ। ଏହାପରେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରିବେଶ ମୌଖିକ ପରୀକ୍ଷା ଦେବେ। ଏହାପରେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରିବେଶ, ସାମାଜିକ ପାଠ ଓ ବିଜ୍ଞାନର ମୌଖିକ ପରୀକ୍ଷା ଦେବେ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାମାଜିକ ପାଠ ଓ ବିଜ୍ଞାନର ମୌଖିକ ପରୀକ୍ଷା ଦେବେ। ପୁଣି 13/3/2025 ଗୁରୁବାର ଦିନ। ଏହି ଦିନ ପ୍ରଥମ ବୈଠକରେ ଛାତ୍ରଛାତ୍ରୀମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ମୌଖିକ ପରୀକ୍ଷା ଦେବେ। ଏହାପରେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀକୁ ବାଦ ଦେଲେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଇଂରାଜୀ ପରୀକ୍ଷାର ମୌଖିକ ପରୀକ୍ଷା ଦେବେ। ଏହିଭଳି ଆହୁରି ଅନେକ ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।